ନମସ୍କାର, ଜୟ ଜଗନ୍ନାଥ। ଆସନ୍ତୁ ଆଜି ଜାଣିବା ସିଂହ ରାଶିମାନଙ୍କର ଏହି ଅଗଷ୍ଟ ମାସରେ ତାଙ୍କର କିପରି ଦିନଟି କଟିବ ଏବଂ ତାଙ୍କର ଶୁଭ କ'ଣ ହେବ। ଚାଲନ୍ତୁ ତାର ପ୍ରତିକାର, ଯଦି କିଛି ଅସୁବିଧା ଥିବ ତାର ପ୍ରତିକାର ବି ଏଥିରୁ ଜାଣିବା। ନମସ୍କାର ବନ୍ଧୁମାନେ, ଆପଣମାନଙ୍କୁ ଆମ ଚ୍ୟାନେଲ ତରଫରୁ ହାର୍ଦ୍ଦିକ ସ୍ୱାଗତ। ଆଜି ଆମେ ଜାଣିବା ସିଂହ ରାଶିମାନଙ୍କ ପାଇଁ ଅଗଷ୍ଟ 2026ରେ କିପରି କଟିବ। ତାହେଲେ ଚାଲନ୍ତୁ, ଚାକିରି, ବ୍ୟବସାୟ, ଧନ, ପରିବାର, ପ୍ରେମ, ସ୍ୱାସ୍ଥ୍ୟ ସହିତ ଏହି ମାସର ଗ୍ରହ ଗୋଚର, ନକ୍ଷତ୍ର ପ୍ରଭାବ, କେତୁର ପ୍ରଭାବ, ପାରମ୍ପରିକ ଶୁଭ ଉପାୟ ମଧ୍ୟ ଜାଣିବା। ତାହେଲେ ଏହି ସିଂହ ରାଶିରେ ନକ୍ଷତ୍ର ତିନିଟି, ଗୋଟେ ମାଘା ନକ୍ଷତ୍ର, ପୂର୍ବ ଫାଲ୍ଗୁନୀ ନକ୍ଷତ୍ର, ଆଉ ଗୋଟେ ହେଉଛି ଉତ୍ତର ଫାଲ୍ଗୁନୀ ନକ୍ଷତ୍ର ପ୍ରଥମ ପାଦ। ଗ୍ରହ ନକ୍ଷତ୍ର ବିଶେଷ ସଂକେତ ହେଲା ସିଂହ ରାଶି ସହିତ ସମ୍ପର୍କିତ ପ୍ରମୁଖ ନକ୍ଷତ୍ର ହେଉଛି ମାଘା, ପୂର୍ବ ଫାଲ୍ଗୁନୀ, ଉତ୍ତର ଫାଲ୍ଗୁନୀର ପ୍ରଥମ ପାଦ। କାହିଁକିନା ପ୍ରଥମ ପାଦ, ତାପର ପାଦ ସବୁ କନ୍ୟା ରାଶିରେ। ଅଗଷ୍ଟ 2026 2ରୁ ପାଖାପାଖି କେତୁ ମଘା ନକ୍ଷତ୍ର ଥିବା ପ୍ରଭାବକୁ ଜ୍ୟୋତିଷୀୟ ଭାବରେ ବିଶେଷ ଭାବରେ ଦେଖାଯାଇଛି। ମଘାକୁ ପାରମ୍ପରିକ ଭାବେ ପୂର୍ବଜ, ପରମ୍ପରା, ସମ୍ମାନ ଓ ଅଧିକାର ସହିତ ଯୋଡ଼ାଯାଇଥାଏ। ତେଣୁ ଏହି ସମୟରେ କେତେକ ସିଂହ ରାଶି ବ୍ୟକ୍ତିଙ୍କ ମନରେ ଏହା ବି ଆସେ ଯେ ମୁଁ କ'ଣ ଚାହୁଁଛି ଏବଂ ମୋ ପାଇଁ ଠିକ୍ ଦିଗଟି କେଉଁଟି। ବହୁତ ପ୍ରକାର ପ୍ରଶ୍ନ ତାଙ୍କ ମନକୁ ଆସେ। ପୁରୁଣା ସମ୍ପର୍କ, ପୁରୁଣା ନିଷ୍ପତ୍ତି କିମ୍ବା ପୁରୁଣା ଅଭ୍ୟାସକୁ ନୂଆ ଦୃଷ୍ଟିରେ ଦେଖିବାର ସମୟ। ଏହି ସମୟଟା ହେଉଛି ନୂଆ କିଛି କରିବାର ସମୟ। ସୂର୍ଯ୍ୟଙ୍କ ସିଂହ ରାଶିରେ ପ୍ରବେଶ। ଅଗଷ୍ଟ ମଧ୍ୟଭାଗରେ ସୂର୍ଯ୍ୟ ସିଂହ ରାଶିରେ ପ୍ରବେଶ କରିବେ। ଏହା ସିଂହ ରାଶି ପାଇଁ ଆତ୍ମବିଶ୍ୱାସ, ନେତୃତ୍ୱ ଓ ନିଜ ପରିଚୟ ସମ୍ପର୍କିତ ବିଷୟକୁ ଗୁରୁତ୍ୱ ଦେବ। ଭଗବାନ ସୂର୍ଯ୍ୟଦେବଙ୍କର ମନ୍ତ୍ର ସର୍ବଦା ଜପ କରନ୍ତୁ। ଓମ୍ ସୂର୍ଯ୍ୟାୟ ନମଃ 108 ଥର ଜପ କରିବା ଉଚିତ ସିଂହ ରାଶିମାନଙ୍କ ପାଇଁ। ଏହି ସମୟରେ ଆପଣ ନିଜର କ୍ୟାରିୟର ଓ ଭବିଷ୍ୟତକୁ ନେଇ ଅଧିକ ସ୍ପଷ୍ଟ ହେବାକୁ ଚେଷ୍ଟା କରିବେ ଏବଂ ମନେ ରଖନ୍ତୁ, ଆତ୍ମବିଶ୍ୱାସ ଆପଣଙ୍କର ଶକ୍ତି କିନ୍ତୁ ଅହଙ୍କାର ଆପଣଙ୍କର ଦୁର୍ବଳ ହୋଇପାରେ। ଅହଙ୍କାର କରିବେ ନାହିଁ, ଆତ୍ମବିଶ୍ୱାସ ରଖି କାର୍ଯ୍ୟକୁ ଆଗକୁ ବଢ଼ାଇଲେ ଆପଣ ସଫଳ ହେବେ। ଚାକିରି ଓ କ୍ୟାରିୟରରେ ଏହି ମାସରେ ନିଜର ଦକ୍ଷତା ଦେଖାଇବାର ସମୟ। ଚାକିରି କରୁଥିବା ଲୋକମାନଙ୍କୁ ନୂଆ ନୂଆ ଦାୟିତ୍ୱ ଏବଂ ଗୁରୁତ୍ୱପୂର୍ଣ୍ଣ କାମ ସବୁ ମିଳିବ। ଅଗଷ୍ଟ 1ରୁ 10 ମଧ୍ୟରେ ମଘା ନକ୍ଷତ୍ରମାନଙ୍କରେ ଅଟକିଥିବା କାମ ସବୁ ଆଗକୁ ବଢ଼ିବ। ଚାକିରି ବ୍ୟବସାୟରେ ମଧ୍ୟ ନୂଆ ନୂଆ ସୁଯୋଗ ତାଙ୍କୁ ମିଳିବ। ଖର୍ଚ୍ଚ ଉପରେ ଟିକେ ନିୟନ୍ତ୍ରଣ ରଖିବେ। ପୂର୍ବ ଫାଲ୍ଗୁନୀ ନକ୍ଷତ୍ରମାନେ ତାଙ୍କର ନୂଆ ପରିଚୟ ଗଢ଼ିବେ। ଆୟ ବଢ଼ିବାର ସୁଯୋଗ ସେମାନଙ୍କର ଅଛି। ସ୍ୱାସ୍ଥ୍ୟ ପ୍ରତି ଟିକେ ଧ୍ୟାନ ଦେବେ। ଉତ୍ତର ଫାଲ୍ଗୁନୀ 1ମ ପାଦ, କାର୍ଯ୍ୟକ୍ଷେତ୍ରରେ ପରିଶ୍ରମ ଫଳ ତାଙ୍କୁ ମିଳିବ। ଅଧିକାରୀଙ୍କ ସହ ସମ୍ପର୍କ ଭଲ ରହିବ। ଅନାବଶ୍ୟକ ବାଦ ବିବାଦରୁ ଦୂରେଇ ରହିଲେ ତାଙ୍କ ପାଇଁ ଶୁଭ ହେବ ଓ ଧୈର୍ଯ୍ୟ ରଖିଲେ ତାଙ୍କୁ ଲାଭ ମିଳିବ। ଧନ ଆସିବାର ସୁଯୋଗ ବହୁତ ଅଛି, ଖର୍ଚ୍ଚ ମଧ୍ୟ ବହୁତ ଅଛି। ଏହି ମାସରେ ବଡ଼ ବଡ଼ ନିବେଶ କରିବା ପୂର୍ବରୁ ଟିକେ ଭଲସେ ଭାବିବା ଉଚିତ। ଯେତେ ଧନ ଉପାର୍ଜନ କଲେ ବି ସେତେ ଧନ ସଞ୍ଚୟ କରିବାକୁ ମଧ୍ୟ ଚେଷ୍ଟା ଆପଣ କରନ୍ତୁ। ତାପରେ ଚାଲନ୍ତୁ ଜାଣିବା 1ରୁ 3 ଅଗଷ୍ଟ ମଧ୍ୟରେ ଛୋଟ ଛୋଟ ସୁଯୋଗ ସବୁ ମିଳିବ। 4ରୁ 6 ଅଗଷ୍ଟ ମଧ୍ୟରେ କାର୍ଯ୍ୟକ୍ଷେତ୍ର ବ୍ୟବସାୟରେ ଭଲ ପ୍ରଗତିର ସମ୍ଭାବନା ଅଛି। 7 ଓ 8 ଅଗଷ୍ଟ ମଧ୍ୟରେ ନୂଆ ପରିଚୟ ସହଯୋଗ ଆପଣଙ୍କୁ ଲାଭ ମିଳିବ। ତା ସହିତ 9ରୁ 10 ଅଗଷ୍ଟରେ ଅଟକିଥିବା କାମ ସବୁ ପୂରଣ ହେବ। ତାହେଲେ ଏଠି ଆମର ମାଘା
ପୂର୍ବ ଫାଲ୍ଗୁନୀ ଓ ଉତ୍ତର ଫାଲ୍ଗୁନୀ ନକ୍ଷତ୍ର ଜାତକଙ୍କର ସରକାରୀ ଚାକିରି, ପ୍ରଶାସନ, ନେତୃତ୍ୱ ସମ୍ବନ୍ଧୀୟ କାମ, ବ୍ୟବସାୟ, ଉଦ୍ୟୋଗ, କଳା, ଅଭିନୟ, ସଙ୍ଗୀତ ଏବଂ ବ୍ୟାଙ୍କିଂ, ପରିଚାଳନା କ୍ଷେତ୍ର, ଶିକ୍ଷକ, ସେବାମୂଳକ କାର୍ଯ୍ୟ ଏହିସବୁ ତାଙ୍କ ସୁଯୋଗ ଅଛି। ଏସବୁ ଜିନିଷରେ ସେମାନେ ଚାକିରି ପାଇପାରିବେ। ମେଘା ନକ୍ଷତ୍ର ମାନଙ୍କର ମୁହଁ ତେଜ ଓ ଆକର୍ଷଣୀୟ, ଚାଲିଚଳନ ଆତ୍ମବିଶ୍ୱାସ ଏବଂ ଆଖି ଆକର୍ଷଣୀୟ ସେମାନଙ୍କର। ପୂର୍ବ ଫାଲ୍ଗୁନୀ ନକ୍ଷତ୍ର ମାନଙ୍କର ଆଖି ହସମୁଖ ଓ ଆକର୍ଷଣୀୟ ବ୍ୟକ୍ତିତ୍ୱ ସେମାନେ। ସଜାସଜା ପୋଷାକ ପ୍ରତି ରୁଚି ସେମାନଙ୍କର ଥାଏ। ମୁହଁରେ କୋମଳତା ସେମାନଙ୍କର ଥାଏ। ଉତ୍ତର ଫାଲ୍ଗୁନୀ ଏକମ ପାଦ ଯେଉଁମାନଙ୍କ ନକ୍ଷତ୍ର ସରଳ ଓ ଗମ୍ଭୀର ବ୍ୟକ୍ତି, ଶାନ୍ତ ଓ ମର୍ଯ୍ୟାଦିତ ଆଚରଣ, ସୁସ୍ଥ ସନ୍ତୁଳିତ ଶାରୀରିକ ଗଠନ। ଏହି ମାସରେ ସ୍ୱାସ୍ଥ୍ୟ ନିୟମିତ ସଠିକ୍ ଖାଦ୍ୟ ଖାଆନ୍ତୁ, ନିୟମିତ ଶୁଅନ୍ତୁ ଏବଂ ଦୈନିକ ଚାଲିଲେ ଏହିସବୁ ଅଭ୍ୟାସ ସବୁ ରଖନ୍ତୁ। ଅଧିକ ଚିନ୍ତା, ଅନିୟମିତ ଜୀବନଶୈଳୀ ଠାରୁ ଟିକେ ଦୂରେଇ ରୁହନ୍ତୁ। ତାପରେ ଚାଲନ୍ତୁ ଜାଣିବା ମାଘା ନକ୍ଷତ୍ର ହେଉଛି ଦକ୍ଷିଣ ପଟ ସାଉଥ୍, ପୂର୍ବ ଫାଲ୍ଗୁନୀ ନକ୍ଷତ୍ର ହେଉଛି ପୂର୍ବ ଇଷ୍ଟ ଏବଂ ଉତ୍ତର ଫାଲ୍ଗୁନୀ ନକ୍ଷତ୍ର ଏକମ ପାଦ ହେଉଛି ନର୍ଥ ଉତ୍ତର ପଟ। ତେଣୁ ମାଘାରେ ଦେବତା ହେଉଛନ୍ତି ପିତୃଦେବ, ଅଧିପତି ଗ୍ରହ ହେଉଛନ୍ତି କେତୁ, ଶୁଭ ଦିଶା ହେଉଛି ଦକ୍ଷିଣ ଏବଂ ଶୁଭ ରଙ୍ଗ ହେଉଛି ଲାଲ ସୁନେଲି କଲର, ଶୁଭ ସଂଖ୍ୟା ହେଉଛି 1, 3, 9। ପୂର୍ବ ଫାଲ୍ଗୁନୀ ମାନଙ୍କର ଦେବତା ହେଉଛନ୍ତି ଭବଦେବ, ତାଙ୍କର ଅଧିପତି ଗ୍ରହ ହେଉଛନ୍ତି ଶୁକ୍ର ଏବଂ ଶୁଭ ଦିଶା ହେଉଛି ପୂର୍ବ ଏବଂ ତାଙ୍କର ଶୁଭ ରଙ୍ଗ ହେଉଛି ଗୋଲାପୀ ଧଳା, ଶୁଭ ସଂଖ୍ୟା ହେଉଛି 6 ଆଉ 9। ଉତ୍ତର ଫାଲ୍ଗୁନୀ ମାନଙ୍କର ଆୟମା, ତାଙ୍କର ଦେବତା ଅଧିପତି ଗ୍ରହ ହେଉଛନ୍ତି ସୂର୍ଯ୍ୟ ଏବଂ ଶୁଭ ଦଶା ହେଉଛି ଉତ୍ତର, ଶୁଭ ରଙ୍ଗ ହେଉଛି ହଳଦିଆ କମଳା, ଶୁଭ ସଂଖ୍ୟା ହେଉଛି 1 ଆଉ 5। ତେଣୁ ମାଘା ମାନଙ୍କର ନକ୍ଷତ୍ର ଯେଉଁମାନେ ସେମାନେ ଶୁଭ ମନ୍ତ୍ର ସେମାନଙ୍କର ଓମ୍ କେତୟୋ ନମଃ ଏବଂ ପୂର୍ବ ଫାଲ୍ଗୁନୀ ଯେଉଁମାନଙ୍କର ନକ୍ଷତ୍ର ସେମାନଙ୍କର ମନ୍ତ୍ର ହେଲା ଓମ୍ ଶୁକ୍ରାୟ ନମଃ। ଉତ୍ତର ଫାଲ୍ଗୁନୀ ଯେଉଁମାନଙ୍କର ନକ୍ଷତ୍ର ସେମାନଙ୍କର ମନ୍ତ୍ର ହେଲା ଓମ୍ ସୂର୍ଯ୍ୟାୟ ନମଃ। ଏଇ ମନ୍ତ୍ର ଗୁଡ଼ା ଟିକେ ମନେ ରଖନ୍ତୁ। ଯେଉଁ ସିଂହ ରାଶି ମାନଙ୍କର ଯେଉଁମାନଙ୍କର ଯେଉଁ ନକ୍ଷତ୍ର ସେଇ ହିସାବରେ ଆପଣ ମନ୍ତ୍ର ଜପ କରନ୍ତୁ। ମାଘା ତାଙ୍କର ହେଉଛି ଶୁଭବାର ହେଉଛି ରବିବାର, ତାଙ୍କ ରତ୍ନ ହେଉଛି ବୈଦୁର୍ଯ୍ୟ। ପୂର୍ବ ଫାଲ୍ଗୁନୀ ତାଙ୍କର ହେଉଛି ଶୁଭବାର ହେଉଛି ଶୁକ୍ରବାର, ତାଙ୍କର ଶୁଭ ରତ୍ନ ହେଲା ହୀରା କିମ୍ବା ଜିର୍କନ୍। ଉତ୍ତର ଫାଲ୍ଗୁନୀ ସେମାନେ ରବିବାର ତାଙ୍କର ଶୁଭବାର, ତାଙ୍କର ମାଣିକ୍ୟ ରୁବି ଏଇ ହେଉଛି ତାଙ୍କର ଶୁଭ ରତ୍ନ। ପ୍ରତିଦିନ ସକାଳେ ସିଂହ ରାଶି ମାନେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ ଏବଂ ବଡ଼ମାନଙ୍କୁ ସମ୍ମାନ କରନ୍ତୁ। ଓମ୍ ସୂର୍ଯ୍ୟାୟ ନମଃ 11 ଥର କିମ୍ବା 108 ଥର ଜପ କଲେ ଆପଣମାନଙ୍କ ପାଇଁ ଶୁଭ ହେବ। ଏବଂ ତା ସହିତ ଆପଣ କ'ଣ କରନ୍ତୁ ନା ଆପଣଙ୍କର ଆଉ କିଛି ଅଛି ଯେ ଆପଣ ଯେଉଁ ସିଂହ ରାଶିରେ ସାଧାରଣତଃ ତାଙ୍କର ମାଘା ନକ୍ଷତ୍ର ମାନେ ତାଙ୍କର ଭାଗ୍ୟଶାଳୀ ସମୟ ହେଉଛି ସକାଳ 6ଟାରୁ 9ଟା, ଶୁଭ ଫୁଲ ହେଉଛି ତାଙ୍କର ଲାଲ ଜବା, ଶୁଭ ସୁଗନ୍ଧ ହେଉଛି ଚନ୍ଦନ, ଶୁଭ ଦାନ ହେଉଛି ତାଙ୍କର ଗହମ ଗୁଡ଼, ଶୁଭ ପୂଜା ହେଉଛି ସୂର୍ଯ୍ୟ ପୂଜା ପିତୃ ସ୍ମରଣ। ଇଏ ହେଉଛନ୍ତି ମଘା ନକ୍ଷତ୍ର ମାନଙ୍କର। ଏବଂ ପୂର୍ବ ଫାଲ୍ଗୁନୀ ନକ୍ଷତ୍ର ମାନଙ୍କର ହେଲା ଭାଗ୍ୟଶାଳୀ ସମୟ ହେଉଛି 9ଟାରୁ 11ଟା, ତାଙ୍କ ଶୁଭ ସମୟ। ଶୁଭ ଫଳ ହେଉଛି ଗୋଲାପ, ଶୁଭ ସୁଗନ୍ଧ ହେଉଛି ଗୋଲାପ ଜଳ, ଶୁଭ ଦାନ ଚାଉଳ ଦହି, ଶୁଭ ପୂଜା ହେଉଛି ମା ଲକ୍ଷ୍ମୀଙ୍କ ଆରାଧନା। ଉତ୍ତର ଫାଲ୍ଗୁନୀ ଏକମ ପାଦ ମାନଙ୍କର ଭାଗ୍ୟଶାଳୀ ସମୟ ହେଉଛି ସକାଳ 7ଟାରୁ 10ଟା, ଶୁଭ ଫଳ ହେଉଛି ସୂର୍ଯ୍ୟମୁଖୀ, ଶୁଭ ସୁଗନ୍ଧ କେଶର, ଶୁଭ ଦାନ ହେଉଛି ତମ୍ବା ପାତ୍ର ଗୁଡ଼, ଶୁଭ ପୂଜା ହେଉଛି ସୂର୍ଯ୍ୟଦେବଙ୍କର ପୂଜା। ତେଣୁ ସିଂହ ରାଶି ମାନେ ସାଧାରଣତଃ ଶୁଭ ସୂଚନା, ତାଙ୍କ ଶୁଭ ରଙ୍ଗ ସୁନାଲି କମଳା ଲାଲ, ଶୁଭ ରତ୍ନ ହେଉଛି ମାଣିକ୍ୟ, ଶୁଭ ଗ୍ରହ ହେଉଛନ୍ତି ସୂର୍ଯ୍ୟ
ଏବଂ ଶୁଭ ମନ୍ତ୍ର ହେଉଛି ଓଁ ଘୂର୍ଣ୍ଣ୍ୟଂ ସୂର୍ଯ୍ୟାୟ ନମଃ। ନମସ୍କାର ବନ୍ଧୁଗଣ, ଆଜିର ଏଇ ଭିଡ଼ିଓଟି ମୁଁ ଏଇଠି ରଖୁଛି। ଯଦି ଏଇ ଭିଡ଼ିଓଟି ଆପଣଙ୍କୁ କିଛି ଭଲ ଲାଗିଥିବ ଦୟାକରି କମେଣ୍ଟରେ ଆପଣଙ୍କର ମତାମତ ଦେବା ସହିତ ଭିଡ଼ିଓଟି ଲାଇକ୍ ସେୟାର କରିବେ। ତା ସହିତ ହାଇ ପଏଣ୍ଟଟା ଦୟାକରି ଦେବେ। ଆପଣମାନଙ୍କର ଦିନଟି ଶୁଭମୟ ହେଉ। ଜୟ ଜଗନ୍ନାଥ ଓ ଜୟ ଜଗନ୍ନାଥ। ତା ସହିତ ଆପଣ ସୂର୍ଯ୍ୟଦେବଙ୍କର ମନ୍ତ୍ର ବି ଆପଣ ଜପ କରିବେ। ନମସ୍କାର।